କରୁଛି। ମୁଁ ସମସ୍ତଙ୍କ ପାଖରେ କାନିପତି ଭିକ୍ଷା ମାଗୁଛି, ମୋ ପୁଅର ଜୀବନ ରକ୍ଷା କରନ୍ତୁ। ମୋ ପୁଅକୁ ସମସ୍ତେ ବଞ୍ଚେଇବା ପାଇଁ ଚେଷ୍ଟା କରନ୍ତି, ଆଉ କିଛି ମୁଁ ଜାଣିନି। ପୁଅର ଜୀବନ ଭିକ୍ଷା ମାଗୁଛି ମା। ଡାକ୍ତର ବାବୁ ମତେ ବଞ୍ଚାଇ ଦିଅ, ମୁଁ ସ୍କୁଲ ଯିବି, ପାଠ ପଢ଼ିବି। ଠାକୁର ମତେ ଭଲ କରିଦିଅ, ଡାକ୍ତର ବାବୁ ମତେ ଭଲ କରିଦିଅନ୍ତୁ, ମୁଁ ସ୍କୁଲ ଯିବାକୁ ଚାହୁଁଛି। ଏ କଥା ହେଉଛି ଜଣେ 10 ବର୍ଷର ନିଷ୍ପାପ ବାଳକ କ୍ଷିତୀଶ ପଲେଇର ଆକୁଳ ନିବେଦନ। କାରଣ ଏହି ପିଲାଟି କର୍କଟ ରୋଗରେ ପୀଡ଼ିତ ହୋଇଛି। ପୀଡ଼ିତ ପୁଅକୁ ଧରି ହସ୍ପିଟାଲ ପରେ ହସ୍ପିଟାଲ ଘୁରି ବୁଲୁଥିବା ବାପା ମାଙ୍କ ପାଇଁ ସେହି ନିରୀହ ନିଷ୍ପାପ ଶିଶୁଟି ଆଶାର ଆଲୋକ। ଯିଏ ଯାହା କହୁଛି କହୁ, ଯେତେ କଷ୍ଟ ହେଉଛି ହଉ, ହେଲେ ଆମ ପୁଅର ଜୀବନ ବଞ୍ଚିଯାଉ। ଏହିଭଳି ଆକୁଳ ନିବେଦନ କରିଛନ୍ତି କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତର କଲ୍ୟାଣପୁର ଗାଁର ଦିନ ମଜୁରିଆ ଦମ୍ପତି ଆକୁଳ ପଲେଇ ଏବଂ ମା ମମତା ପରିଡ଼ା। ବିବାହର 9 ବର୍ଷ ପରେ ଏମାନଙ୍କ କୋଳକୁ ଆସିଥିବା କ୍ଷିତୀଶ ପଲେଇ ଏବେ କର୍କଟ ରୋଗ ସହିତ ଲଢ଼ୁଛି। ମାସେ କିମ୍ବା ବର୍ଷେ ନୁହେଁ, 3 ବର୍ଷ ହେବ ରୋଗିଣା ପୁଅକୁ ଧରି ଏ ଡାକ୍ତରଖାନାରୁ ସେ ଡାକ୍ତରଖାନାକୁ ଘୁରି ବୁଲୁଛନ୍ତି ବାପା ମା। ଡାକ୍ତର କହୁଛନ୍ତି ରକ୍ତ କର୍କଟ, ବୋନ୍ ଟ୍ରାନ୍ସମିଶନ ଅତ୍ୟନ୍ତ ଜରୁରୀ। ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଆଉ ପଇସା ନଥିବାରୁ ଘରୋଇ ହସ୍ପିଟାଲ 2 ଦିନ ତଳେ କ୍ଷିତୀଶକୁ ଫେରାଇ ଦେଇଛି। ମମତା ପରିଡ଼ା, ପୁଅ ନା କ୍ଷିତୀଶ କୁମାର ପଲେଇ, MLM2 ବ୍ଲଡ କ୍ୟାନ୍ସର ହେଇଛି ପୁଅକୁ। ଡାକ୍ତର ଆମେ 2022ରୁ ମେଡିକାଲରେ ବୁଲୁଛୁ, 2023ରେ ବି ଏସିବିରେ ଟ୍ରିଟମେଣ୍ଟ ହେଉଥିଲୁ। ଏସିବିରେ ଆମକୁ ରିଟର୍ନ ମାନେ ଜ୍ୱର ଥଣ୍ଡା ସବୁ କିଛି ହେଉଛି। ନଭେମ୍ବର 2023 ନଭେମ୍ବର ମାସରେ କହିଲେ ଘରକୁ ଯାଅ, ଆଉ 15 ଦିନ ପରେ ମେଡ଼ିସିନ ଖାଇକିରି ଆସିବ। ଆମେ ଯେଉଁ ଷ୍ଟେଜ ପୁଅର ଥିଲା ଆମେ ଘରକୁ ଆଉ ଗଲୁନୁ, ଆମେ ଅଲଗା ସାର୍ଙ୍କ କତିରେ ଦେଖେଇଲୁ, ସେଠି ଟ୍ରିଟମେଣ୍ଟ ହେଲୁ। ହେଲା ଏବେ ସାର୍ କହୁଛନ୍ତି ତାର ସବୁ ଟ୍ରିଟମେଣ୍ଟ କିଛି ଏଠି ଆମ ଏଠି ସରିଗଲାଣି, ତୁମେ ଏଠି ଆଉ କେଉଁଠି ତୁମର ଟ୍ରିଟମେଣ୍ଟ ନାହିଁ, ତୁମେ ଯଦି ପୁଅକୁ ଚାହୁଁଛ ତାହେଲେ ତୁମେ ବାହାରକୁ ନେଇଯାଅ। ମୁଁ କହିଲି ସାର୍ ଆମେ ଟାଟା ମେମୋରିଆଲରେ ନେଇପାରିବୁ କି? ନା ସେ କହୁଛନ୍ତି ହଁ ତୁମେ ନିଅ, ସେଠିକି ନେଲେ ଯଦି ସକ୍ସେସଫୁଲ ହେବ। ଆଉ ତାର ଭାଇ ଭଉଣୀ ନଥିବାରୁ ସେଠି BMT କରିବାକୁ ମନା କରୁଛନ୍ତି। ଆଉ ବାହାରକୁ ଗଲେ ଆମେ ଯଦି ତାଙ୍କ ଆମ ବାପା ମାଙ୍କର ବ୍ଲଡ ଗ୍ରୁପ ଯଦି ତା ସହିତ ମ୍ୟାଚ୍ କରିବ, ସେଥିପାଇଁ ସେମାନେ କହୁଛନ୍ତି ସେଠି ଯାଇ। କ'ଣ କହିବି, ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି, ମୋର ସମସ୍ତ ଜିଲ୍ଲା ସ୍ତର ମାନ୍ୟବର ଅଦାଲତ ସବୁ କିଛିକୁ ମୁଁ ରିକ୍ୱେଷ୍ଟ କରୁଛି। ମୁଁ 2 ବର୍ଷ ହେଲା ମେଡିକାଲ ବୁଲି ବୁଲି ପୁରା ନୟାନ୍ତ ହେଇଗଲିଣି, ମୋ ପାଖରେ କିଛି ସମ୍ବଳ ନାହିଁ। ମୁଁ 9 ବର୍ଷ ପରେ ମୋର ପିଲାଟିଏ ପାଇଥିଲି ବାହାଘର ଘରରୁ, କିନ୍ତୁ ଏବେ ତ ପୁଣି ପୁଅକୁ 7 ବର୍ଷ ହେଲା ପରେ ମୁଁ ଏଇ ଷ୍ଟେଜ ଅନୁଭବ କରୁଛି। ମୁଁ ସମସ୍ତଙ୍କ ପାଖରେ କାନିପତି ଭିକ୍ଷା ମାଗୁଛି, ମୋ ପୁଅର ଜୀବନ ରକ୍ଷା କରନ୍ତୁ। ମୋ ପୁଅକୁ ସମସ୍ତେ ବଞ୍ଚେଇବା ପାଇଁ ଚେଷ୍ଟା କରନ୍ତି, ଆଉ କିଛି ମୁଁ ଜାଣିନି। କଟକରେ ବି ଡାକ୍ତର କହୁଛନ୍ତି ଟାଟା ମେମୋରିଆଲ କ୍ୟାନ୍ସର ହସ୍ପିଟାଲ ବମ୍ବେ ଗଲେ ସେଠାରେ ଉତ୍ତମ ଚିକିତ୍ସା ହୋଇପାରିବ। କିନ୍ତୁ ବାପା ମାଙ୍କ ପାଖରେ ସମ୍ବଳ ବୋଲି ଆଉ କିଛି ନାହିଁ। ଘରର ସମସ୍ତ ଆସବାବପତ୍ର, ଅଳଙ୍କାର, ଗାଈ ଛେଳି ବିକ୍ରି ସରିଛି। 20 ଲକ୍ଷରୁ ଅଧିକ ଅର୍ଥ ଦରକାର ପିଲାଟିର ଚିକିତ୍ସା ପାଇଁ। କେହି ବଦାନ୍ୟ ବ୍ୟକ୍ତି, ସାମାଜିକ ଅନୁଷ୍ଠାନ, ସରକାରୀ ଏବଂ ବେସରକାରୀ ସଂସ୍ଥାରୁ ସହାୟତା ମିଳିଲେ ଛୋଟ ପିଲାଟିର ଜୀବନ ରକ୍ଷା ହୋଇପାରନ୍ତା। କ୍ଷିତୀଶ କହୁଛି ପୁଣି ଥରେ ସ୍କୁଲ ଯାଆନ୍ତା, ସାଙ୍ଗସାଥୀଙ୍କ ସହିତ ଖେଳନ୍ତା, ନିଜ ଗାଁ ଓ ନିଜର ଛୋଟ ପରିବାର ଭିତରେ ହସି ଖେଳି ସମୟ କଟାଇ ଦିଅନ୍ତା। କ୍ଷିତୀଶ କୁମାର ପଲେଇ, ମତେ ଡାକ୍ତରଖାନା 3 ବର୍ଷ ହେଲାଣି ବୁଲଉଛନ୍ତି, ଠାକୁର ମତେ ଭଲ କରିଦିଅ, ଡାକ୍ତର ବାବୁ ମତେ ଭଲ କରିଦିଅନ୍ତୁ, ମୁଁ ସ୍କୁଲ ଯିବାକୁ ଚାହୁଁଛି। ମୋ ସାଙ୍ଗମାନେ ସବୁ ସ୍କୁଲ ଯାଇ ବୁଲୁଛନ୍ତି, ଖେଳୁଛନ୍ତି, ବାଡୁ ଚଲଉଛନ୍ତି, ଖେଳ ବୁଲ କରୁଛନ୍ତି, ମୁଁ କରିପାରୁନି, ମତେ ଡାକ୍ତର ବାବୁ ଭଲ କରିଦିଅନ୍ତୁ। ଗାଁ କଥା ମନେ ପଡୁଛି, ଘର କଥା ମନେ ପଡୁଛି, ବାପା ମାଙ୍କ କଥା ମନେ ପଡୁଛି। ମତେ ମୁଁ ପାଠ ପଢିବି, ମତେ ଭଲ କରିଦିଅନ୍ତୁ, ହାତ ଯୋଡିକି ତମକୁ ଅନୁରୋଧ। ଛୋଟ ପିଲା ସିନା କ୍ଷିତୀଶ, କିନ୍ତୁ ଏ କଥା ସେ ଡାକ୍ତର ବାବୁଙ୍କୁ ହାତ ଯୋଡ଼ି ଅନୁରୋଧ କରୁଛି। ସେ ଜାଣିଛି ଡାକ୍ତର ହିଁ ଭଗବାନ। ଆସନ୍ତୁ ଏହି କର୍କଟ ଭଳି ଦୁରାରୋଗ୍ୟରେ ପୀଡ଼ିତ ନିରୀହ ଶିଶୁଟି ପାଇଁ ଖୋଲା ହୃଦୟରେ ସହଯୋଗ କରିବା
ଓ ପିଲାଟିର ଆଶୁ ଆରୋଗ୍ୟ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିବା। ଯେଉଁମାନେ କ୍ଷିତିଶକୁ ସହଯୋଗର ହାତ ବଢ଼ାଇବା ପାଇଁ ଚାହାନ୍ତି ସେମାନେ ବ୍ୟାଙ୍କ ଅଫ୍ ଇଣ୍ଡିଆ କୁହୁଣ୍ଡା ଶାଖା ଖାତା ନମ୍ବର 5588100410001069 IFC ନମ୍ବର BKID 00005588ରେ କିମ୍ବା ଫୋନ୍ ନମ୍ବର 7749944362ରେ ଫୋନ୍ ପେ ଦ୍ୱାରା ସହାୟତା ପଠାଇ ପାରିବେ।